ନୂଆଖାଇ ଅବସରରେ ସମସ୍ତଙ୍କ ଆକାଉଣ୍ଟକୁ କ୍ରେଡ଼ିଟ୍ ହେଇଯିବ 12,500 ଟଙ୍କା। ତ ପୂର୍ବରେ ଯେମିତି ଆପଣମାନେ କାଳିଆ ଯୋଜନାରେ ଟଙ୍କା ବା ଯେଉଁମାନେ ଭୂମିହୀନ ଚାଷୀମାନେ ଥିଲେ ତ ସେମାନେ ଯେମିତି କାଳିଆ ଯୋଜନା ଟଙ୍କା ପାଉଥିଲେ ତ ଠିକ୍ ସେହିପରି ଏବେ ବର୍ତ୍ତମାନ ଯେଉଁ CM କିଷାନ ଯୋଜନା ଆପଣମାନେ ତ ଜାଣିଥିବେ ଆମର ପୂର୍ବ ମୁଖ୍ୟମନ୍ତ୍ରୀ ଯେହେତୁ ଥିଲେ ବର୍ତ୍ତମାନ ସେ ତ ନାହାନ୍ତି। ବର୍ତ୍ତମାନ ଏବେ ଆମର ନୂଆ ସରକାର ଅଛନ୍ତି ମୋହନ ଚରଣ ମାଝୀ। ଯେହେତୁ ସରକାର ଚେଞ୍ଜ ହେଇଛନ୍ତି ତ ତା'ର ନାମକୁ ମଧ୍ୟ ପରିବର୍ତ୍ତନ କରିଛନ୍ତି। ନା ତା ନାମ କ'ଣ ପରିବର୍ତ୍ତନ କରିଛନ୍ତି ନା ଆପଣମାନେ ତ ଜାଣିଥିବେ ଯେହେତୁ କାଳିଆ ଯୋଜନା ଟଙ୍କା ଥିଲା ବା କାଳିଆ ଯୋଜନା ଆପଣମାନେ ଯେମିତି ପାଉଥିଲେ ତ ସେ କାଳିଆ ଯୋଜନାର ନାମ ପରିବର୍ତ୍ତନ କରିକି ବର୍ତ୍ତମାନ CM କିଷାନ ସମ୍ମାନ ନିଧି ଯୋଜନା ଆମର ନୂଆ ସରକାର ତାଙ୍କ ନାମ ପରିବର୍ତ୍ତନ କରିଛନ୍ତି। ନା ଯେଉଁମାନେ ବି ସବୁ ଭୂମିହୀନ ଅଛନ୍ତି ବା ଭୂମିହୀନ କାଳିଆ ଯୋଜନା ପଟ୍ଟାରେ ଯେଉଁମାନେ ବି ଭୂମିହୀନରେ ଆଭେଲେବଲ୍ ଅଛନ୍ତି ଯେଉଁମାନେ କାଳିଆ ଯୋଜନା ଟଙ୍କା ପାଉଥିଲେ ତ ସେମାନେ ପାଇବେ ଏଇ CM କିଷାନର ଟଙ୍କା ବା CM କିଷାନ ସମ୍ମାନ ନିଧିର ଟଙ୍କା ସେମାନେ ପାଇବେ। ଆଉ ଯେଉଁମାନେ ଭୂମିହୀନ ଅଛନ୍ତି ସେମାନେ ମଧ୍ୟ ଏଠାରେ ପାଇବେ। ନା ଏହା କେବେରୁ ପାଇବେ ନା ଆପଣମାନେ ତ ଜାଣିଛନ୍ତି ଆସନ୍ତା ମାସ ବା ଚଳିତ ମାସ 8 ତାରିଖରେ ନୂଆଖାଇ ପର୍ବ ପଡ଼ୁଛି। ତ ଦକ୍ଷିଣ ଓଡ଼ିଶାର ବହୁତ ବଡ଼ ପର୍ବ। ତ ତେଣୁ ଏଇ ଦକ୍ଷିଣ ଓଡ଼ିଶାର ପର୍ବ ବା ନୂଆଖାଇ 8 ତାରିଖରେ ସମସ୍ତଙ୍କ ଆକାଉଣ୍ଟକୁ ବା ଯେଉଁମାନେ ବି କାଳିଆ ପୋର୍ଟାଲରେ ଆଭେଲେବଲ୍ ଅଛନ୍ତି ତ ସେମାନଙ୍କ ଆକାଉଣ୍ଟକୁ ହିଁ ପଇସାଟି କ୍ରେଡ଼ିଟ୍ ହେଇଯିବ। ନା ଆପଣ ଯେମିତି କାଳିଆ ଯୋଜନା ପଇସା ବା ଟଙ୍କାଟି ଆପଣମାନଙ୍କୁ ଦ୍ୱିତୀୟ କିସ୍ତି ବା ଦୁଇଟି କିସ୍ତିରେ ଆପଣମାନଙ୍କୁ ଟଙ୍କା ମିଳୁଥିଲା। ଫାର୍ଷ୍ଟରେ ତ ଆପଣମାନଙ୍କୁ ନୂଆଖାଇ ଏବଂ ସେକେଣ୍ଡରେ ଅକ୍ଷୟ ତୃତୀୟାରେ ମିଳୁଥିଲା। ତ ଠିକ୍ ସେହିପରି ଆପଣମାନଙ୍କର CM କିଷାନ ସମ୍ମାନ ନିଧି ଯୋଜନାରେ ମଧ୍ୟ ନୂଆଖାଇ ଏବଂ ଅକ୍ଷୟ ତୃତୀୟାରେ ଆପଣମାନଙ୍କୁ ଟଙ୍କା ମିଳିବ। ଯେହେତୁ ଆସନ୍ତା ମାସ 8 ତାରିଖ ଦକ୍ଷିଣ ଓଡ଼ିଶାର ପର୍ବ ଯେହେତୁ ନୂଆଖାଇ ବଡ଼ ପର୍ବ ପଡ଼ୁଛି ତ ସେହି ପର୍ବରେ ମୋହନ ସରକାର ସମସ୍ତଙ୍କ ଆକାଉଣ୍ଟକୁ 12,500 ଟଙ୍କା ଲେଖାଏଁ ଦେବେ ବା କ୍ରେଡ଼ିଟ୍ ହେଇଯିବ ସମସ୍ତଙ୍କ ଆକାଉଣ୍ଟକୁ। ତ ଯେଉଁମାନେ ବି ସବୁ ଭୂମିହୀନ ଅଛନ୍ତି ସେମାନେ ପାଇବେ ଏଇ CM କିଷାନର ଟଙ୍କା। ତ ଏହା ତ ବହୁତ ବଡ଼ ଖୁସିର କଥା କି CM କିଷାନ ଯୋଜନା ତ ଯେଉଁମାନେ ବି ଏଥିରେ ଆଭେଲେବଲ୍ ଅଛନ୍ତି ବା ଭୂମିହୀନ ଚାଷୀମାନେ ଅଛନ୍ତି ସେମାନଙ୍କ ପାଇଁ ମିଳିବ ଏଇ ଟଙ୍କା ଦ୍ୱିତୀୟ କିସ୍ତିରେ ବା ଦୁଇଟି କିସ୍ତିରେ ଆପଣମାନଙ୍କୁ ଟଙ୍କା ମିଳିବ। ଯେମିତି କାଳିଆ ଯୋଜନାରେ ଆପଣମାନେ ଟଙ୍କା ପାଉଥିଲେ ତ ଠିକ୍ ସେମିତି ଆପଣମାନେ CM କିଷାନ ସମ୍ମାନ ନିଧି ଯୋଜନାରେ ମଧ୍ୟ ଆପଣମାନେ ଟଙ୍କା ପାଇବେ। କେବଳ ଖାଲି ଏତିକି ଚେଞ୍ଜ ବା ପରିବର୍ତ୍ତନ ହେଇଛି ସରକାର ପରିବର୍ତ୍ତନ ହେଇଛନ୍ତି ବର୍ତ୍ତମାନ ଆଉ ସେମାନଙ୍କର ନାମ ଗୁଡ଼ିକ ପରିବର୍ତ୍ତନ ହେଉଛି। ବର୍ତ୍ତମାନ ଯେଉଁମାନେ ବି ସବୁ ଆଗରୁ କାଳିଆ ଯୋଜନା ପାଉଥିଲେ ତ ଠିକ୍ ସେହିପରି ଆପଣମାନେ CM କିଷାନ ସମ୍ମାନ ନିଧି ଟଙ୍କା ମଧ୍ୟ ପାଇବେ। ଏଥିରେ କିଛି ବି ଅସୁବିଧା ହେବାର କିଛି ଆବଶ୍ୟକତା ନାହିଁ। ତ ଏହାର ଖାଲି ନାମ ହିଁ ପରିବର୍ତ୍ତନ କରାଯାଇଛି ଯେମିତି ମିଳିବା କଥା ସେମିତି ଆପଣମାନଙ୍କୁ ଟଙ୍କା ମିଳିବ।